I have done an honest book. এটা নবীনবাবুর হ্যাজিওগ্রাফি নুহ যে তার প্রোপাগান্ডা পাই নুহ কিংবা তার খালি ক্রিটিসিজম পাইবি নুহ ମୁଁ ଗୋଟେ ଅବଜେକ୍ଟିଭ୍ ଆସେସମେଣ୍ଟ କରିଛି ନବୀନବାବୁର ଲାଇଫ୍ ଏବଂ ସେ ଜଣେ ନିଶ୍ଚୟ ଜଣେ ବଡ଼ ପଲିଟିକାଲ୍ ଫେନୋମେନାଲ୍ ଇଣ୍ଡିଆ। ତ ଆଇ ହାଭ୍ ଡନ୍ ଆନ୍ ଅବଜେକ୍ଟିଭ୍ ଆସେସମେଣ୍ଟ ଆଜ୍ ଏ ସାମ୍ବାଦିକ someone who records contemporary history। তো ମୁଁ ଭାବୁଥିଲି ଏଇଟା ମୋର କର୍ତ୍ତବ୍ୟ ଏବଂ ଆଇ ହାଭ୍ ଡନ୍ ଇଟ୍ ଟୁ ଦ ବେଷ୍ଟ ଅଫ୍ ମାଇ ଏବିଲିଟି। ତ ମୁଁ ଭାବୁଛି ଏଇଟା ଲୋକମାନେ ଆକ୍ସେପ୍ଟ କରିବେ। ଅଛି ସେସବୁ 2019 ପରେ ମାନେ ଆମର ଯେ ଗୋଟେ ନୂଆ ମଡ଼େଲ ହେଇଯାଇଥିଲା ଓଡ଼ିଶାରେ ହାର୍ଟ ଫ୍ଲୋ সেই বিষয়ে ଅଛି ଏସବୁ ଡିଟେଲ୍ ଅଛି। এই বইটা এটা তো রিভাইজড ভার্সন আপডেটেড ভার্সন 2024 ইলেকশন পরে ମୁଁ লিখিলি। এই বইটাতে ଗୋଟେ বড় চ্যাপ্ଟর ଅଛି ପାଣ୍ଡିଆନ ପାଜେଲ୍ ବୋଲିକିରି। ପାଣ୍ଡିଆନ ବାବୁକୁ ନେଇକିରି ଏବେ ବି ଲୋକର କେତେ କ୍ୟୁରିଓସିଟି କୌତୁହଳ ସ୍ପେକୁଲେସନ୍ ଥିବ ଯେ ସେ ଆସିଲା କେମିତି। ଏଠି ତ ଓଡ଼ିଶାରେ 200 জন ଆରାଉଣ୍ଡ 200 IAS ଅଫିସର ଅଛନ୍ତି। ଏମାନେ ଆସନ୍ତି ଚାକିରି କରନ୍ତି ରିଟାୟାର ହେଇକିରି ପଳାନ୍ତି। ପାଣ୍ଡିଆନ ବାବୁ ଭଳିଆ ଏମିତି କାହାର ରାଇଜ୍ ହେଇଛି କି କେବେ କାହାର ହେଇନି। ତାହେଲେ ତାହାକୁ ପ୍ରଥମ ସିଲେକ୍ସନଟା ତାର କେମିତି ହେଲା କେ ତାକୁ ଆଣିଲେ ଛାତ୍ରକୁ ସାର୍ এই চিন্তাধারা কাହିଁ ଆସିଲା ଯେ ପାଣ୍ଡିଆନ ନବୀନ ବାବୁଙ୍କ ଉପରେ ବହି ଲେଖିବା ପାଇଁ? ମୁଁ ତ ପାଣ୍ଡିଆନ ଉପରେ লিখিনি নবীন বাবু উপরে নবীন বাবু উপরে লিখেছি। নবীন ইজ আ পলিটিক্যাল ফেনোমেনাল তার উপরে ମୁଁ ତ ବାରମ୍ବାର କହେ ତାର ଉପରେ PhD ହେବା କଥା। ନବୀନ ବାବୁ ଆପଣ ଭାବୁନାହାନ୍ତି ଲାଗୁନାହାନ୍ତି କି ଲାଗୁନି କି ନବୀନ ବାବୁ ଉପରେ PhD ହେଇପାରିବ? ଆମର ପ୍ରସନ୍ନ ପାଟ୍ଟଶାଣୀ ଉପରେ ମୁଁ ଜାଣିଛି 4-5ଟା PhD ହେଇଛି। ପ୍ରସନ୍ନ ବାବୁ ମୋତେ ନିଜେ କହିଛନ୍ତି। নবীন বাবু উপরে গোটে 24 বর্ষের মুখ্যমন্ত্রী তার উপরে কিছু লেখা হবনি? নিশ্চয়ই লেখা হব। স্যার ওড়িশাবাসী কହୁଛନ୍ତି পাଣ୍ଡିଆନ ସକାଶେ ସରକାର ଚାଲିଗଲା ଏ କଥା କ'ଣ ନବୀନ ବାବୁ ଫିଲ୍ କରୁଛନ୍ତି କି ପ୍ରକୃତ ପାଣ୍ଡିଆନ ସକାଶେ ସରକାର ଗଲା? ଆପଣ କ'ଣ ଅନୁଭବ କରୁଛନ୍ତି ଏଥିରେ? ମୋର ଏବେ ବି ଧାରଣା সেই অনুভব সে କରୁନାହାନ୍ତି। କାରଣ ନାହେଲେ ପାଣ୍ଡିଆନ ବାବୁ ଅଛନ୍ତି କି? তো ପାର୍ଟି ତ ପର୍ଯ୍ୟାଲୋଚନା ବି ହେଇନି ଏବେ ସୁଦ୍ଧା ଦେଖାନ୍ତୁ। ସେଟା ପାର୍ଟିର ଏବେ ପାଣ୍ଡିଆନଙ୍କ ଇଚ୍ଛାରେ ନବୀନ ବାବୁ ନାଚୁଛନ୍ତି କହିବାକୁ ଅତ୍ୟୁକ୍ତି ହେବ ନା। ମୁଁ ସେଟା କହୁନି। ମୁଁ ଖାଲି ମୋର ବହିର କଥା କହୁଛି ଆଜି। ମୁଁ ଆଉ ତାର ବାହାରେ କିଛି କହିବାକୁ ନାରାଜ। ଆପଣ ଲେଖିଛନ୍ତି ପାଣ୍ଡିଆନ ପଜଲ ପଜଲଟା କ'ଣ କ'ଣ ଘଟିଥିଲା ଆପଣ କିଛି ଅନୁଭୂତି ନଥିବ? ହଁ ଅଛି ନା। କ'ଣ ପାଣ୍ଡିଆନ যে ପଜଲ ନବୀନ ପଟ୍ଟନାୟକ ଆଉ ସରକାର ଓଡ଼ିଶାବାସୀଙ୍କ ପାଖରେ କରିଛନ୍ତି। এই যে ପାଣ୍ଡିଆନ যে ସବୁ ক্ষমতা ନେଇଗଲେ সেটা ଆପଣ ପାଇଁ ମିଷ୍ଟ୍ରି ଲାଗୁନି? ଗୋଟେ ପାଜେଲ ଲାଗୁନି? সেটা ହେଉଛି ଏଇ ବହିରେ ଅଛି। ତାର କାର୍ଯ୍ୟକ୍ରମ ପାଇଁ ଏସବୁ ପ୍ରୋତ୍ସାହନ କୃଷି ପାଉଥିଲେ। হ্যাঁ ବିଭିନ୍ନ ପର୍ଯ୍ୟାୟରେ ସେ ଯେଉଁ ଗତି କରୁଥିଲେ ଆଗକୁ ବଢ଼ୁଥିଲେ ତାର ପ୍ରୋତ୍ସାହନଟା କିଏ ତାଙ୍କୁ ଦେଉଥିଲା? ସରକାର ନବୀନ ପଟ୍ଟନାୟକ ଦେଉଥିଲେ ନାହେଲେ କେମିତି ହେବ? ଆରେ ସେ ପାଣ୍ଡିଆନ ବାବୁ ଯେ ପାଣ୍ଡିଆନ ହେଇଛନ୍ତି ତାର କାରଣ କ'ଣ? ବିକଜ ହି ୱାଜ୍ କ୍ଲୋଜ୍ ଟୁ ନବୀନ ପଟ୍ଟନାୟକ। ସେ ଡିରାଇଭ୍ଡ ପାୱାର ଏନ୍ଜୟ କରୁଥିଲେ। এটা অরিজিনাল পাওয়ার নয়। নবীন বাবুর অরিজিনাল পাওয়ার ଥିଲା। ଲୋକମାନେ ତାକୁ ଭୋଟ୍ ଦେଇକରି ଜିତଉଥିଲେ। ପାଣ୍ଡିଆନ ବାବୁଟା କ'ଣ ଲୋକ ଭୋଟ୍ ଦେଇଥିଲେ ନା? ସେ ଡିରାଇଭ୍ଡ ପାୱାରଟା ଏନ୍ଜୟ କରୁଥିଲେ। ତାମାନେ ଆମେ କ'ଣ କହିବା ସେ କେନ୍ଦ୍ର ସରକାର ନିର୍ଦ୍ଦେଶରେ ଏଜେଣ୍ଟ ଭାବରେ କାମ କରୁଥିଲେ ସରକାରଟାକୁ? ନା ସେଇଟା ମୁଁ ଜାଣିନି। ମୁଁ ଆଇ ଉଡ୍ ନଟ୍ ଲାଇକ୍ ଟୁ ସ୍ପେକୁଲେଟ୍ ଅନ୍ ଦ୍ୟାଟ୍। ଲୋକେ କହନ୍ତି। ଆଉ ଗୋଟେ କଥା ଯେତେବେଳେ ଆମେ ଦେଖୁଛେ 2024 ଇଲେକ୍ସନ୍ ପରେ ଆପଣ ଗୋଟେ ରିଭାଇଜ୍ ଏଜୁକେସନ୍ ଆଣିଲେ ଏବଂ ଆଗକୁ କିଛି ସେମିତି ପରିବର୍ତ୍ତନ ହେଉଛି ଇଫ୍ ଏନି ଚେଞ୍ଜେସ୍ সেই যদি পরিবর্তন যদি ইন্টারেস্টিং কিছু ହେଇଥାଏ হব এবং ମୁଁ ଯଦି ବଞ୍ଚିଥାଏ ମୁଁ ନିଶ୍ଚୟ লিখিବି। କାହିଁ লিখিবিନି? ମୋର କାମ ହେଉଛି লিখিବା, অবজার্ভ କରିବା, আনালাইজ କରିବା ଆଉ লিখিବା। ନିଶ୍ଚୟ କରିବି সেই অপরচুনিটি যদি আসে। হ্যাঁ যদি 2029ରେ ପୁଣି ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେଇଗଲେ ପୁଣି ହେବ। ସାର୍ ଆପଣଙ୍କୁ କ'ଣ ଲାଗୁଛି 2029 ନବୀନ ବାବୁ ପୁଣି ଆସିବେ? ଆରେ ସେଇଟା ମୁଁ ଆଷ୍ଟ୍ରୋଲୋଜର ନୁହଁ। ଆପଣ ତ ବହୁତ ଜିନିଷ ପ୍ରେଡିକ୍ସନ୍ ଦେଇଛନ୍ତି। ନା ମୋର ଆଇ ଥିଙ୍କ ଇଟ୍ ଇଜ୍ ନାଥିଙ୍ଗ କ୍ୟାନ୍ ବି ରୁଲ୍ଡ ଆଉଟ୍। ପଲିଟିକ୍ସରେ କି କିଛି ରୁଲ୍ ଆଉଟ୍ କରିହେବ? କହିହେବନି। କିନ୍ତୁ ଇଟ୍ ଲୁକ୍ସ ଭେରି ଅନଲାଇକଲି। କାହିଁକି ମୁଁ ଏଇଟା ଚର୍ଚ୍ଚା ବି ହେଇଛି। ତାର ଏବେ 78, 2029ରେ ତାର ବୟସ ହେଇଥିବ 83। ଆଚ୍ଛା ସବୁଠୁ ଓଲ୍ଡେଷ୍ଟ ଚିଫ୍ ମିନିଷ୍ଟର ହେଇଛନ୍ତି କେରଳାରେ ସେ ଯେଉଁ ଲୋକ ତାର ବୟସ ଥିଲା 81। হ্যাঁ দ্য ওল্ডেস্ট ম্যান টু বিকাম দ্য চিফ মিনিস্টার নবীন বাবুর 83। মানে আই ডোন্ট କାହିଁକି ଏଇଟା ଗୋଟେ ଥିଲା ମାନେ ନା ଆଇ ଏମ୍ ନଟ୍ ରୁଲିଂ ଇଟ୍ ଆଉଟ୍ ଅଲସୋ। କାହିଁକି ଏଇ ବହିର ଅରିଜିନାଲ୍ ଟାଇଟେଲ୍ ମୁଁ ଶୁଣନ୍ତୁ ଏଇ ବହିର ଅରିଜିନାଲ୍ ଟାଇଟେଲ୍ ଥିଲା ନବୀନ ପଟ୍ଟନାୟକ ଦ ରାଇଜ୍ ଆଣ୍ଡ ଫଲ୍। ଏଇ ରିଭାଇଜ୍ ଭର୍ସନ୍ରେ वी हैव चेंज्ड इट। आम राइज एंड फॉल कहूनी कहीं आमर रियलाइजेशन है हाँ तार गोटे सेटबैक होती एटा कौन तार फाइनाल फल आम जानू एटा हो पारे से पुणी पॉलिटिकल रिवाइव कर जापे।
ପଢ଼ନ୍ତି ପୁଣି ମୁଖ୍ୟମନ୍ତ୍ରୀ ହେଇପାରନ୍ତି ଦ୍ୟାଟ୍ ଇଜ୍ ୱାଇ ୱି ଡିସାଇଡେଡ୍ ଏଗେନ୍ଷ୍ଟ ଦ ଟାଇଟଲ୍ ଏଇଟା ରାଇଜ୍ ଆଣ୍ଡ ଫଲ୍ ନାହିଁ সেটা গোটে ক্যাচি হেডলাইন ହେଇଥାନ୍ତା টাইটেল ହେଇଥାନ୍ତା ବଟ୍ वी सेड नो हाउ कैन वी रूल हिम आउट ଆମେ ଏବେ ତାକୁ କ'ଣ ରୁଲ୍ ଆଉଟ୍ କରିପାରିବୁ ନା ସେ ଏବେ ବି ପପୁଲାର ମୁଁ ତ ବାରମ୍ବାର କହେ ନବୀନ ପଟ୍ଟନାୟକ ସିଙ୍ଗଲ ଇଣ୍ଡିଭିଜୁଆଲ ପଲିଟିସିଆନ୍ ଓଡ଼ିଶାରେ ସବୁଠୁ ପପୁଲାର ହେଉଛି ନବୀନ ବାବୁ ଏଇଟା ମାନିବା ପଡ଼ିବ 2017ରୁ 24 ଭିତରେ କ'ଣ ହେଇଥିଲା ପାଣ୍ଡିଆନ୍ ପାଜଲ ଯାହା ଆପଣଙ୍କର ବହିରେ ଅଛି ପାଣ୍ଡିଆନ୍ ପାଜଲ ତାହେଲେ ବହିଟା ପଢ଼ିବେ ନା ଆରେ ବହିଟା ପଢ଼ିବା ପଡ଼ିବ ତାହେଲେ ଜାଣିବେ କେମିତି Thank you. ଥ୍ୟାଙ୍କ ୟୁ